1 31 नंबर सीरियल। ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସଦ୍ଭାବନା ଗୃହରେ ଜିଲ୍ଲାପାଳ ଜେ ସୋନାଲଙ୍କ ଅଧ୍ୟକ୍ଷତାରେ ଠିପି ବନ୍ଦ ଦେଶୀ ଓ ବିଦେଶୀ ମଦ ଦୋକାନର ଲଟେରୀ ମାଧ୍ୟମରେ ବନ୍ଦୋବସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାରେ ମୋଟ 25ଟି ଠିପି ବନ୍ଦ ଓ 12ଟି ଦେଶୀ ମଦ ଦୋକାନର ଲଟେରୀ କରାଯାଇଥିଲା। ଠିପି ବନ୍ଦ ବିଦେଶୀ ମଦ ଦୋକାନ ନିମନ୍ତେ 635 ଓ ଦେଶୀ ମଦ ଦୋକାନ ପାଇଁ 168ଟି ଆବେଦନକାରୀ ଇ ଅବକାରୀ ପୋର୍ଟାଲ ମାଧ୍ୟମରେ ମୋଟ 803 ଜଣ ଅନଲାଇନ୍ ଆବେଦନ କରିଥିଲେ। ଅବକାରୀ କମିଶନରଙ୍କ ନିର୍ଦ୍ଦେଶ ଅନୁଯାୟୀ ଜିଲ୍ଲାପାଳଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅତିରିକ୍ତ ଜିଲ୍ଲାପାଳ ଜ୍ୟୋତିଶଙ୍କର ରାୟ ସମସ୍ତ କାର୍ଯ୍ୟ ତଦାରଖ କରିଥିଲେ। ଏହି ଲଟେରୀ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ସ୍ୱଚ୍ଛତାର ସହ ସମ୍ପନ୍ନ ହୋଇଥିଲା। ଅବକାରୀ ଇନ୍ସପେକ୍ଟର ପ୍ରଭାସ କୁମାର ଚୌଧୁରୀ, ବରିଷ୍ଠ ସହାୟକ ଘନଶ୍ୟାମ ସାହୁ, ଅବକାରୀ ବିଭାଗର ସମସ୍ତ କର୍ମଚାରୀ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସହାୟତା କରିଥିଲେ। ଆଜ୍ଞା ଏଠି ତ ଭଲ ସୁଚାରୁ ରୂପେ ଲଟେରୀ ହେଉଛି। ଆମେ ଆସୁଛୁ ବସୁଛୁ, କଲେକ୍ଟର ସାହେବ ବହୁତ ସହଯୋଗରେ ଆଜି ସବୁକିଛି ଭଲରେ ହେଉଛି। ଭାରି ଖୁସି ଅଛୁ। ଯାହାକୁ ବୋଧେଇରେ ଆମର ଉଠିଲା ଅଶ୍ୱିନୀ ବାରି, ଯାହାକୁ ମୁଁ ବହୁତ ଖୁସି ଅଛି।